जय श्री जगन्नाथ भाई मैंने सर्वप्रथम गुरुदेव गणपति ଏବଂ ଜଗନ୍ନାଥଙ୍କୁ ପ୍ରଣାମ କରି ଆଜି ଆମେ ଆମର ଇନସାଇଟ୍ ସେସନ ନବା ଯୋଉ ସେସନ କ୍ରମରେ ଆମେ ବୁଝିବା ଆଷ୍ଟ୍ରୋଲୋଜି ଜାଣିବା କଣ ପାଇଁ ଦରକାର ବାସ୍ତୁ ଜାଣିବା କଣ ପାଇଁ ଦରକାର। ତମେ ତ ଜାଣିଛନ୍ତି ନଲେଜ ହଉଛି ପାୱାର। ବିନା ନଲେଜରେ କୌଣସି ଲୋକର କୌଣସି ସୁଦୃଢ ଗୋଟେ ବେଶ ବନେ ନାହିଁ। ଆଉ ଆଷ୍ଟ୍ରୋଲୋଜି ଜାଣିବା ଦ୍ୱାରା ମଣିଷ ଏଟା ବୁଝିପାରେ ସମୟର ପରିବର୍ତ୍ତନଶୀଳ ସମୟରେ ମଣିଷ କଦାପି ବଞ୍ଚିପାରେନି ପ୍ରେଜେଣ୍ଟରେ, କଦାପି ବଞ୍ଚିପାରେନି। ତା ମୁଣ୍ଡରେ 50 ପ୍ରକାର ଚିନ୍ତା 50 ପ୍ରକାର ଭାବନା ସଦା ସର୍ବଦା ଚାଲୁ। ମନ ଚଞ୍ଚଳ। ଅର୍ଜୁନ ବି କହିଛନ୍ତି ଶ୍ରୀମଦ୍ ଭାଗବତ ଗୀତାରେ କି ପ୍ରଭୁ ମନ ତ ଚଞ୍ଚଳ ତାକୁ ନିୟନ୍ତ୍ରଣ କେମିତି କରିବ। ଆଷ୍ଟ୍ରୋଲୋଜି ପଢିଲେ ଗୋଟେ ଜିନିଷରେ ଗୋଟେ ବେନିଫିଟ ବହୁତ ଭଲ ହୁଏ କି ଆପଣଙ୍କର କେତୁ ଯୋଉଠି ଅଛି ସେ ଜାଗା ଷ୍ଟ୍ରଙ୍ଗ ହେଇ ଚାଲେ। କେତୁ ଷ୍ଟ୍ରଙ୍ଗ ମାନେ କଣ ନା ଡିଟାଚମେଣ୍ଟ ର କାରକ କେତୁ ଯୋଉ ଘରେ ବସିଥିବ ସେ ଘରର ନେଗେଟିଭ ଇମ୍ପାକ୍ଟ ଧୀରେ ଧୀରେ କମ। ଆଉ ମଣିଷ ଯେବେ ଯେବେ ତାର ରୁଟ କୁ ଭୁଲିକି ତା ହିସାବରେ କାମ କରେ ସେତେବେଳେ ତା ହାତରେ କେବଳ ଡିସାଟିସ୍ଫେକ୍ସନ ହିଁ ଆସେ। ରୁଟ କଣ ନା ରୁଟ ହଉଛି ତୁମର ସଂସ୍କାର ଆଉ ପରମ୍ପରା। ଯେତେବେଳେ ମଣିଷ ତା ବିରୁଦ୍ଧରେ କାମ କରେ ସେତେବେଳେ ତାର ରୁଟ ବୋଲି କିଛି ରହେନି, ସେ ଭାସମାନ ଅବସ୍ଥାରେ ରହେ। ତୁମେ ଯେତେ ପଢ ଯାହା କର ଯଦି ଆଜି ଟିକେ ଆକୁରେଟଲି ତମେ ଜିନିଷ ଗୁଡାକ ବାସ୍ତବରେ ଏକ୍ସପିରିଏନ୍ସ ନ କରିଛ ସେ ପର୍ଯ୍ୟନ୍ତ ତମର କିଛି ବି ଜାଣିବାକୁ ମିଳିବନି ତମକୁ। ତ ଆମର ଶେଷ ନାନ୍ତି ଅଛି ଆମେ ଆଷ୍ଟ୍ରୋଲୋଜି ପଢିବା କାହିଁକି, ବାସ୍ତୁ ପଢିବା କାହିଁକି। ବାସ୍ତୁ ପରେ ତ ଆମେ କରିଦେଇଛେ ଆଷ୍ଟ୍ରୋଲୋଜି ପଢିବା କାହିଁକି? ସମୟ ପରିବର୍ତ୍ତନଶୀଳ ଆଉ ସମୟ ବହୁତ ହି ମାରାତ୍ମକ ଏବଂ ଭଲ ମଧ୍ୟ। ଯେତେବେଳେ ମଣିଷର ସୁସମୟ ଚାଲିଥାଏ ସେତେବେଳେ ମଣିଷ ସବୁ ପ୍ରକାର ଭୋଗ ଆଉ ସୁଖକୁ ଉପଭୋଗ କରେ ଏବଂ ଆନନ୍ଦରେ କାଳାତିପାତ କରେ କାରଣ ତାର ନିଜର ମନ ହିସାବରେ କର୍ମ ହୁଏ। ମଣିଷର ଯେତେବେଳେ ସୁସମୟ ଚାଲେ ନାହିଁ କୁସମୟ ଚାଲେ ସେତେବେଳେ ମଣିଷକୁ ତାର ମନ ଚାହା ଇଚ୍ଛାର ଜିନିଷ ମିଳିବା ତ ଦୂରର କଥା ତାପରେ ଲାଞ୍ଛନା ଗଞ୍ଜଣା ଏବଂ ଯାବତୀୟ ପ୍ରକାର ସମସ୍ୟା ତାର ପାରିବାରିକ କର୍ମମୟ ଜୀବନ ଭିତରେ ଦେଖାଦିଏ। ସେତେବେଳେ ଦୌଡେ ଆଷ୍ଟ୍ରୋଲୋଜର ପାଖକୁ, ଭାଇ ମତେ ଏମିତି ପ୍ରୋବ୍ଲେମ କାହିଁ ଆନ୍ସର ଜାଣିବ। ସେଟା ଆଷ୍ଟ୍ରୋଲୋଜି ତାକୁ କହେ କି ତୋର ଏଇ ଗ୍ରହ ଖରାପ ଅଛି, ଏଇ ଗ୍ରହ ଖରାପ ଅଛି, ଏଇ ଜିନିଷର ଇନସାଇଟ୍ କର, ଏଇ ଜିନିଷରେ କାମ କର, ତା ଦ୍ୱାରା ତୋ ଗ୍ରହ ଗୁଡାକ ବାଲାନ୍ସ ହବା ଲାଇନ ହବ। ମାନେ ସଂସାରରେ ଜନ୍ମ ହବା ହିଁ ପାପ କାହିଁକି ନା ଯଦି ତୁମେ ଅଜ୍ଞାନତାରେ ରହିଲ। ଯଦି ତମ ପାଖରେ ଜ୍ଞାନ ଅଛି ତାହେଲେ ଏଇ ଜନ୍ମକୁ ନେଇକି ତୁମେ ଜୀବନର ଆତ୍ମାର ସଦ୍ଗତି ପାଇଁ କର୍ମ କରିପାରିବ। କାରଣ ସମସ୍ତ ସବୁ କିଛି ଯିଏ ବି ଏଠି ସଂସାରରେ ଆସିଛନ୍ତି ସେମାନଙ୍କୁ ଦିନେ ନା ଦିନେ ଯିବାକୁ ପଡିବ। ସ୍ଵୟଂ ପରବ୍ରହ୍ମ ପରମାତ୍ମା ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ହୁଅନ୍ତୁ ହିଁ ନା କାହିଁକି ଯିବାକୁ ପଡିବ। ସମୟ ସଦା ସର୍ବଦା ସମାନ ରହେ ନା। ଆଉ ସମସ୍ତେ ଭଗବାନ ଶ୍ରୀକୃଷ୍ଣ ନୁହନ୍ତି ଯେ ଅସୁବିଧା ସମୟରେ ବି ହସିକି ସ୍ଥିତ ପ୍ରଜ୍ଞ ଭଳିଆ କାମ କରିପାରିବେ। ମଣିଷ ଉପରେ ପ୍ରୋବ୍ଲେମ ଆସିଲେ ହିଁ ମଣିଷ ଖୋଜେ କି ମୋ ଉପରେ ପ୍ରୋବ୍ଲେମ କଣ ପାଇଁ ଆସୁଛି। ନହେଲେ ଯିଏ ତ ସୁଖରେ କଳାତିପାତ କରୁଛନ୍ତି ସେମାନଙ୍କର ପ୍ରୋବ୍ଲେମ ବୋଲି କିଛି ଜୀବନରେ ନାହିଁ। କାହାକୁ ଜବ ମିଳୁନି, କାହାକୁ ପଇସାର ପ୍ରୋବ୍ଲେମ, କାହାର ବାହାଘର ହଉନି, କାହାର ଆକ୍ସିଡେଣ୍ଟ ହଉଛି, କାହାକୁ ରୋଗ କ୍ରୋନିକ ଡିଜିଜ ହେଇଛି। ଏଇ ତ ସମସ୍ତେ ଏଇଥିପାଇଁ ଆଷ୍ଟ୍ରୋଲୋଜି ୟୁଜ କରୁଛନ୍ତି। କିନ୍ତୁ ଯିଏ ରିଅଲ ଆଷ୍ଟ୍ରୋଲୋଜି ପଢିବ ତାର ଆଷ୍ଟ୍ରୋଲୋଜି ହବ ତାର ଜୀବନର ଯୋଉ ସମୟ କାଳଖଣ୍ଡ ରହିଛି, ଯୋଉ ଦଶା ଅନ୍ତର୍ଦଶାର ଚକ୍କର ରହିଛି ସେ ଦଶାନ୍ତରଦଶାରେ ତା ସହିତ କଣ ଘଟିତ ହବ ଏବଂ ଆଗରୁ ତାର ପ୍ରିପାରେସନ ସେ ନିଜ ପାଇଁ କରିପାରେ। କେତେ କେତେ ଭିଡିଓ ଆମେ ଦେଖିଛୁ ଯୋଉଥିରେ କହୁଛନ୍ତି ଲୋକ କହୁଛନ୍ତି କି ଭାଗ୍ୟ ବଦଳି ଦେଇ ହବ, ଯନ୍ତ୍ର ମନ୍ତ୍ର ତନ୍ତ୍ର କରିକି ଭାଗ୍ୟ ବଦଳେଇ ଦେଇ ହବ। ଆପଣ ମାନେ ବୁଝନ୍ତୁ ଯେ ଗ୍ରହ ରୂପୀ ଅବତାର ଯଦି ବୃହତ ପରାଶର ପରାଶାସ୍ତ୍ର ପଢିବେ
ସେଥିରେ ନାରାୟଣ ହିଁ ନବଗ୍ରହ ବୋଲି କ୍ଲିୟରଲି ନାରାୟଣ ହିଁ ନବଗ୍ରହ ହଉଛନ୍ତି ନାରାୟଣଙ୍କର ଗୋଟେ ଗୋଟେ ଅବତାର ସହିତ କମ୍ପେୟାର କରାଯାଇଛି। ତାହେଲେ ଯିଏ ଯୋଉ ଗ୍ରହ ମାନେ ଆଷ୍ଟ୍ରୋଲୋଜିରେ ସମସ୍ତ ଜିନିଷକୁ ଜଡ ଚେତନ ସମସ୍ତକୁ ନିୟନ୍ତ୍ରଣ କରୁଛନ୍ତି, ଆପଣ ମାନେ ତାକୁ ଚେଞ୍ଜ କରିଦେବେ ବୋଲି ଭାବିଛନ୍ତି ଯଦି ହେଇଥାଇପାରେ। ଆମେ ଜାଣିନଥିବୁ ଲୋକମାନେ ଚେଞ୍ଜ କରିବା ଦାବା କରୁଛନ୍ତି, ଲୋକମାନେ ଚେଞ୍ଜ କରିଦେଇ ପାରନ୍ତି, ଆମେ ତ ଜାଣିନୁ। ହେଇପାରେ ଲୋକମାନେ ଚେଞ୍ଜ କରିଦେଇଥିବ। କିନ୍ତୁ ହଁ ଗୋଟେ ଜିନିଷ ହେଇପାରେ, ଯଦି କାଳଖଣ୍ଡ ଦଶାଖଣ୍ଡ ଭିତରେ ମଣିଷର ପାଖରେ ଗୁରୁର ଆଶୀର୍ବାଦ ଥାଏ, ଈଶ୍ୱରର ଆଶୀର୍ବାଦ ଥାଏ, ତାହେଲେ ସେ କାଳ ଦଶା ଖଣ୍ଡରେ ଯୋଉ କର୍ମ ତାକୁ କରିଲେ ସେ ଗ୍ରହ ଗୁଡାକ ଆଲାଇନ ହେଇଯିବେ କର୍ମ ଅନୁସାରେ। ସେ କର୍ମ ଯଦି କୌଣସି ଲୋକ କଲା, ହଁ ତାର ବିପରୀତ ରେଜଲ୍ଟ ତାକୁ ବହୁତ ମାତ୍ରାରେ କମ ମିଳିବ। ମିଳିବ ନିଶ୍ଚିତ, ପଥର ପଡିବ ଜାଗାରେ ପଥର ପଡିବ, କିନ୍ତୁ ହବ ନିଶ୍ଚିତ ନିଶ୍ଚିତ। ତେଣୁ ଆଶ୍ଚର୍ଯ୍ୟ ପଡିବାର ହେଲା କି ଦଶ କାଳଖଣ୍ଡର ଗଣନାକୁ ସେ ନିଜ ପାଇଁ ନିଜେ ବୁଝିପାରିବ ଏବଂ ତଦନୁପାତିକ ସେ ସଂସ୍କାର ପରମ୍ପରାକୁ ଧରିକି କର୍ମ କରିପାରିବ ଏବଂ ଏହା ଦ୍ୱାରା ତାର ଗୋଟେ ବାଲାନ୍ସଡ ଜୀବନ ଚାଲିବ। ମହାନ ଆଷ୍ଟ୍ରୋଲୋଜର ଇଣ୍ଡିଆର ୱାନ୍ ଅଫ ଦ ବେଷ୍ଟ ଆଷ୍ଟ୍ରୋଲୋଜର କେନ୍ ରାଓ ସାରଙ୍କର ଗୋଟେ ବହିରେ ଅଛି, ଯୋଉମାନେ ଭକ୍ତ ଥାନ୍ତି ସେମାନଙ୍କ ଉପରେ ଗ୍ରହ ମାନେ ଏତେ ଇମ୍ପାକ୍ଟ କରନ୍ତିନି। ଭକ୍ତ ଥାନ୍ତି କିଏ, ମାନେ କୋଉ ଭକ୍ତଙ୍କ କଥା କୁହାଯାଉଛି, ଯୋଉମାନେ ଭଜନରେ ଲିପ୍ତ ରହନ୍ତି, ମାନେ ସଦା ସର୍ବଦା ନାମମୟ ହେଇ ରହନ୍ତି, ପ୍ରାୟତଃ ଯୋଉମାନେ ନାମ କରନ୍ତି ବା ସ୍ପିରିଚୁଆଲିଟି ପାଇଁ କି ଆଟଲିଷ୍ଟ ବହୁତ ମାତ୍ରାରେ କରନ୍ତି ତାର ଦୈନନ୍ଦିନ ଜୀବନରେ, ସେମାନଙ୍କର ପ୍ରାୟତଃ ଦଶା ଗୁଡାକ ବାଲାନ୍ସ ହେଇଯାଇଛି। ଯଦି ଆଷ୍ଟ୍ରୋଲୋଜି ପ୍ରାକ୍ଟିସ କଲା ଭିତରେ ଯଦି କାହା ପାଖରେ ବହୁତ ମାତ୍ରାରେ ଷ୍ଟାଟସ ଆଉ ପଇସା ଅଛି, ତାହେଲେ ଦେଖିବ ତାର ପିସ୍ ଅଫ ମାଇଣ୍ଡ ନଥିବ। ଯଦି କୌଣସି ଲୋକ ବହୁତ ହି ସକ୍ସେସ ପାଇଯାଇଛି, ତାର ମ୍ୟାରିଟାଲ ଲାଇଫ ଡିଷ୍ଟର୍ବ ଥିବ। କୌଣସି ଲୋକ ଛାତିରେ ହାତ ରଖି କହିପାରିବନି ଯେ ସଂସାରର ସମସ୍ତ ପ୍ରକାର ସୁଖ ଭୋଗ ମୁଁ ସଦା ସର୍ବଦା ମୋ ଜୀବନ କାଳଖଣ୍ଡରେ ସମାନ ଭାବରେ ଭୋଗ କରିବି। ଆଷ୍ଟ୍ରୋଲୋଜର ପାଖକୁ ସେଇମାନେ ହିଁ ଆସନ୍ତି ଯୋଉମାନେ ପୀଡାରେ ଥାନ୍ତି, ବିନା ପୀଡାରେ କିଏ ଆଷ୍ଟ୍ରୋଲୋଜର ପାଖକୁ ଆସନ୍ତି। ଆଉ ବୁଦ୍ଧିମାନ ସେମାନେ, ଯୋଉମାନଙ୍କର ପୀଡା ଥାଉ ନଥାଉ ସେମାନେ 3 ମାସରେ 4 ମାସରେ ଆଷ୍ଟ୍ରୋଲୋଜର ପାଖକୁ ପଳେଇ ଆସି ବୁଝନ୍ତି ଯେ ମୋ ଆଗକୁ ଦଶା ଖଣ୍ଡ କେମିତି ଅଛି, ମତେ କେମିତି କାମ କରିବା ଦରକାର। ଏମିତି ବି ଲୋକ ଅଛନ୍ତି। ତେଣୁ ଜୀବନକୁ ବାଲାନ୍ସ କରିବା ପାଇଁ ଆଷ୍ଟ୍ରୋଲୋଜି ଜାଣିବାର ନଲେଜ ଟା ରହିବା ଦରକାର। ଏଇ ପିରିୟଡର ମୋ ସହିତ କଣ ପାଇଁ, ଯଦି କାହାର ଷଷ୍ଠ ଭାବର ଦଶା ପଡିଗଲା, ଷଷ୍ଠ ଭାବରୁ ଆମେ କଣ ଦେଖୁ, ରୋଗ ନ ଶତ୍ରୁ, ମଣିଷର ଷଡରିପୁ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟ, ଏଇ ଜିନିଷର ଚ୍ୟାଲେଞ୍ଜ ତାକୁ ଜୀବନରେ ନିଶ୍ଚିତ ଭାବରେ ଫେସ କରିବାକୁ ହିଁ ପଡିବ, କିଏ ରୋକିପାରିବେ। କିନ୍ତୁ ଷଷ୍ଠ ଭାବର ପଜିଟିଭିଟି କଣ ନା, ଡେଲି ରୁଟିନ, ସେବା, ଗେମ୍ସ ଆଣ୍ଡ ସ୍ପୋର୍ଟସ। ଯଦି ସେ ଈଶ୍ୱରଙ୍କ ପାଖରେ ଯାଇ ସେବା କଲା, ଗୁରୁ ଘରେ ଯାଇ ସେବା କଲା, ତାହେଲେ ଯୋଉ ମାତ୍ରାରେ ସେ ଷଷ୍ଠ ଭାବରେ ଜିନିଷଟା ତାକୁ ଇମ୍ପାକ୍ଟ କରିଥାନ୍ତା ସେଟା ସେ କରିପାରିବ। ହେଲେ ନଲେଜ ଟା ତାକୁ ଥିଲେ ତ, ଇଏ ଦଶା ଖଣ୍ଡରେ ମୁଁ କଣ କରିବି। ତେଣୁ ଆଷ୍ଟ୍ରୋଲୋଜିକୁ ଯୋଉମାନେ ନିଜର ଭୋଗ ସାମଗ୍ରୀର ମାଟେରିଆଲ ଗେନ୍ ପାଇଁ ୟୁଜ କରୁଛନ୍ତି, ସେମାନେ ବି ବୁଦ୍ଧିମାନ। କିନ୍ତୁ ସେମାନେ ପରମ ବୁଦ୍ଧିମାନ ଯୋଉମାନେ ଆଷ୍ଟ୍ରୋଲୋଜିକୁ ନିଜର ସଦ୍ଗତି ବା ଆତ୍ମାର ଉନ୍ନତି ପାଇଁ ୟୁଜ କରୁଛନ୍ତି। ଲୋକମାନେ, ଯଦି ଆପଣ ମୂର୍ତ୍ତ ଚିନ୍ତାମଣି ପଢିବ, ମୂର୍ତ୍ତ ଚିନ୍ତାମଣିର ଭୂମିକାରେ କ୍ଲିୟରଲି ମେନସନ କରାଯାଇଛି ଆଷ୍ଟ୍ରୋଲୋଜିର ମୁଖ୍ୟ ଲକ୍ଷ୍ୟ ହେଲା ଈଶ୍ୱର ପ୍ରାପ୍ତି। କି କିଭଳି ଭାବରେ ଦଶାର କାଳକ୍ରମ ଖଣ୍ଡରେ ତୁମେ କିଭଳି ଭାବରେ ୱାର୍କ କରିବ, ଯାହା ଦ୍ୱାରା ଗ୍ରହ ଗୁଡାକ ଆଲାଇନ ହେବେ, ସେଥିପାଇଁ ତ ତମକୁ ନଲେଜ ଥିବା ଦରକାର ନା। ସମସ୍ତେ କହନ୍ତି ଗିଭିଂ ଇଜ ନେଭର ଏ ଲସ୍, ଦେବାଟା ଦାନଟା କେବେ ବି ଲସ୍ ର କାରଣ ନୁହେଁ। କିନ୍ତୁ ଆଷ୍ଟ୍ରୋଲୋଜିର ଅଛି, ଯଦି କୌଣସି ଗ୍ରହର ନେଗେଟିଭ ଇମ୍ପାକ୍ଟ କମ କରିବାର ଅଛି, ତାହେଲେ ତୁମେ ଦାନ କର, ଏ ଗ୍ରହ ସମ୍ବନ୍ଧୀୟ ଜିନିଷ। ଯଦି କାହାର ଶୁକ୍ର ଷ୍ଟ୍ରଙ୍ଗ ଅଛି ଆଉ ସେ ଶୁକ୍ର ସମ୍ବନ୍ଧୀୟ ଜିନିଷକୁ ଦାନ କରିଦେଲା, ତାହେଲେ ସେ ତାର ଭୋଗ ସୁଖକୁ
ଦାନ କରିଦେଲା। ତେଣୁ ସ୍ଥାନ କାଳ ପାତ୍ର ହିସାବରେ କୌଣସି ଲୋକ କୌଣସି ଜିନିଷ କହିପାରିବନି ଯେ ଏଇଟା ଠିକ, ଏଇଟା ହିଁ ଠିକ। କୋଉଟା ଠିକ ନା ସୂର୍ଯ୍ୟ ପୂର୍ବ ଦିଗରେ ଉଦୟ ହୁଅନ୍ତି, ଏଇଟା ସବୁ ଏଇଟା ୟୁନିଭର୍ସାଲ ଟ୍ରୁଥ। କିନ୍ତୁ ମଣିଷ ଜୀବନ ସେଟା ସେମିତି ନାହିଁ ନା ୟୁନିଭର୍ସାଲ ଟ୍ରୁଥ। ମଣିଷ ଜୀବନରେ ୟୁନିଭର୍ସାଲ ଟ୍ରୁଥ ହଉଛି କି ତାକୁ ସ୍ପିରିଚୁଆଲ ରହିବାକୁ ପଡିବ। ନହେଲେ ସମୟ ପାଇଁ ସମୟର କରାଳ, ଯୋଉ କାଳ ପୁରୁଷର କରାଳ ମାଡ ବହୁତ ବଡ ବଡ ଲୋକଙ୍କର ସ୍ଥିତିକୁ ବି ହଲେକି ଦୋହଲେକି ଥୋଇଦିଏ। ସମସ୍ତେ ଆଷ୍ଟ୍ରୋଲୋଜି ପଢିପାରିବେ ଯଦି ଈଶ୍ୱର ଆଶୀର୍ବାଦ ନ ହୁଏ। କିନ୍ତୁ ସମସ୍ତେ ଆଷ୍ଟ୍ରୋଲୋଜର ପାଖକୁ ଯାଇପାରିବେ ଆଉ ପଚାରି ପାରିବେ ଯେ, ମତେ ଏ ପିରିୟଡରେ ମୋର ଆଧ୍ୟାତ୍ମିକ ଏବଂ ସାଂସାରିକ ଏବଂ ମ୍ୟାଟେରିଆଲ ଗେନ୍ ପାଇଁ କଣ କରିବା ଉଚିତ। ଏ ଆପ୍ରୋଚ ଟା ସମସ୍ତଙ୍କ ମୁଣ୍ଡରେ ରହିବ। କାହାର କେତୁର ମହାଦଶା ଚାଲିଲା, ସେ କହିବ ମୋର ଚାକିରି ହଉନି, କେମିତି ହବ? ପୁଣି କାହାର କେତୁର ମହାଦଶା ଚାଲିଛି, ଚାକିରି ତା ପଛରେ ଗୋଡେଇ ଗୋଡେଇ କହୁଛି ଆସି ଚାକିରି କର, ସେ ବି ଚାର୍ଟ ଅଛି। ତାହେଲେ ତମେ କହିପାରିବ କି ଏ ଗୋଟେ ଜିନିଷ ପର୍ଟିକୁଲାର ଜିନିଷ କିଭଳି ଭାବରେ ରିଆକ୍ଟ କରିବ? ସେଥିପାଇଁ ନଲେଜ, ନଲେଜ କେବଳ ହିଁ ବାସ୍ତବ ଭାବରେ କରିବା ଦ୍ୱାରା ହିଁ ଆସେ, ନହେଲେ ଆସିବନି। ବାସ୍ତବରେ କଣ କରିବା ଦ୍ୱାରା ନା ସିନସିୟରଲି ପଢିବା ଦ୍ୱାରା ଏବଂ ସିନସିୟରଲି ସ୍ପିରିଚୁଆଲିଟିର ପଥରେ ଆଗେଇବା ଦ୍ୱାରା। ସେଥିପାଇଁ ଆଷ୍ଟ୍ରୋଲୋଜିର ନଲେଜ ନିହାତି ଆବଶ୍ୟକ। ସାଧକ ବା କୌଣସି ଉପାସକ ବା କୌଣସି ଲୋକ ଯେତେବେଳେ ଆଷ୍ଟ୍ରୋଲୋଜି ପଢିବ, ତା ସହିତ ଯେତେବେଳେ କୌଣସି ଖରାପ ହବ, ସେ ବୁଝିଯିବ ଯେ କୋଉ ଗ୍ରହର କାରଣରୁ କଣ ହଉଛି। ଆଉ ସେ ସେଭଳି ରିଆକ୍ଟ କରିବନି ଯୋଉ ଭଳି ଭାବରେ ଗୋଟେ ନର୍ମାଲ ଲୋକ ରିଆକ୍ଟ କରିଥାନ୍ତା। ଆଉ କଲେ ମଧ୍ୟ ତାକୁ ତାର ଭୁଲ ସୁଧାରିବାର ବାଟ ଜଣାଥିବ। ତେଣୁ ଆତ୍ମିକ, ବୌଦ୍ଧିକ ଏବଂ ସର୍ବୋପରି ମ୍ୟାଟେରିଆଲ ଗେନ୍ ଆଉ ସବୁଠୁ ଯୋଉ ଜିନିଷ ସ୍ପିରିଚୁଆଲ ଗେନ୍ ପାଇଁ ଆଷ୍ଟ୍ରୋଲୋଜି ପଢିବା ନିହାତି ଦରକାର। ଆଉ ମନେ ରଖନ୍ତୁ, ହଜାର ଲୋକ ହଜାର ପ୍ରକାର ପ୍ରେଡିକ୍ସନ ଦେଇଦେବେ, କିନ୍ତୁ ସେଇ ପ୍ରେଡିକ୍ସନ ଟା ହିଁ ଆପଣଙ୍କ ମନକୁ ଛୁଇଁବ ଯୋଉଟା ଆପଣଙ୍କ ସହିତ ବାସ୍ତବରେ ଘଟୁଥିବ। ନହେଲେ ହଜାର କଥା ଗପିଲେ କିଛି ଲାଭ ନାହିଁ। ଆଜିର ସେସନ ପାଇଁ ଏତିକି। ଆଜି ଆମେ ଜାଣିଲେ ଗୋଟେ ଇନସାଇଡ ଭିୟୁ ଯେ ଆମେ ଆଷ୍ଟ୍ରୋଲୋଜି କଣ ପାଇଁ ପଢିବା ଉଚିତ। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।